हे मोर गणगिरे विवेकी महोदय राजा किछि दूर को जाइछंत हठात सुनिबा को लागिला केही जणे चित्कार करछे त्राही नळ राजा त्राही नळ ये विपदरु मते रक्षा कर राजा मते विपदरु रक्षा कर की पड़िले राजा कोले जंगल भीतर किए मते डाकुछ किए मते डाकुछ चाहिंदेले जंगल आर पासरे आगे लागिछ अग्नि से अग्नि भीतर केही जणे डाक मारुछि ए पुण्यश्लोक राजा नळ मो जीवन तुम्हें रक्षा कर राजा ए मां राजा आग पछ विचार कलेन अग्नि भीतर गुड़ाई पड़िले भीतर को गला बड़ा देखिले काहाकू गोटे विराट काय आज्ञा कर्कट को नाग देखिले आज्ञा सर्पर शरीर अग्नि लगी गला किंतु आज्ञा गति शून्य हो गोटाए जगह पड़ी आश्चर्य हेले कहला अच्छा शरीर लगी अग्नि ये तो गति करवा कथा ना गोटे जगह पड़ी रही कहीं पचारे कहला अच्छा आपण चालू ना थे कहीं गोटे जगह कहीं पड़ी रही कर्कटक नाग कहले आज्ञा कौन देवर्षि नारदंकर ठार मो अभिशाप पाइबार गति शून्य हो जाए मु गति करि पनु गोटे जगह पड़ी रही राजा मो जीवन रक्षा करो आज्ञा राजा कले कौन अग्नि देइथिले तो बर अग्नि भीतर प्रवेश कले तुमर कौन सी क्षति हबनी ना 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 ये कर्कटक नाग को मोसा कांधरे बहिले ततरा कांधरे पकाई राजा नळ अग्नि भीतर बाहरु चंदी कला जाई छिरा सब नहीं जानो मात्र एकादश चित्र दर्जन गर्जन शिला निषेधन रे पल्लड़ विवर्ण बल्ली विबोध अग्नि भीतर बाहरी कर्कटक नाग को मौसा कांधरे बही 10 पाद आग को जाइछन्ति मस्तक उपरे फणा टेकी रही कर्कटक नाग गर्जन करी राजा को आज्ञा दंशन टे कला चाऊ चाऊ राजा शरीर आज्ञा विवर्ण हो गला कदाकर कुचित हो गला गाधे पड़े राजा नल सर्पटी को भेंगी देले आज्ञा कर्कटक नाग कहला मु तुमको दंशन कली कहीं या तो कहले राजा तुम्हें जिते मत कांधरे बसाई आणुल ना मोर फणाटा तुम मस्तक ऊपर को थिला मुखटा देखिली कौन जान देखिले खड़ कली आसी सर्पादश अच्छी गोपने सर्पादश अच्छी गोपने बोला सर्पादश अच्छी गोपने खड़ कली आसी सर्पादश अच्छी गोपने सर्पादश अच्छी गोपने सर्पादश अच्छी गोपने और ये उत्कट विश्व कालकूट उत्कट विश्व कालकूट उत्कट विश्व कालकूट उत्कट विश्व कालकूट काली पारे तीन भुवने तारी तारी तीन भुवने जापत शिव जापत शिव जापत शिव जापत जापत शिव जापत शिव जापत शिव जापत चंद्रमा हुंगी बाबू है शिव जापत शिव जापत ध्यान राम निलय होइबो भेनी राम
କର୍କଟକ ନାଗ କହିଲେ କହିଲେ ହେ ରାଜା ତୁମ ମସ୍ତକ ଉପରେ ଫଣା ଟେକି ଥିଲା ବେଳେ ମୁଁ ଦେଖିଲି ରାଜା କଳି ସର୍ପ ସଦୃଶ୍ୟ ତୁମ ମସ୍ତକରେ ଲୁଚିକି ବସିଛି। ମୋର ଯୋଉ ଉତ୍କଟ ବିଷ ହଉଛି କାଳକୂଟ ବିଷ। ଇଏ ବିଶ୍ୱର ଜ୍ୱାଳାକୁ ଯେ ପର୍ଯ୍ୟନ୍ତ ରାଜା କଳି ତୁମ ମସ୍ତକରେ ଥିବ ସିଏ ଅନୁଭବ କରିବ। ତୁମର କୌଣସି କ୍ଷତି ହବନି କି ତୁମେ ମୃତ୍ୟୁବରଣ କରିବନି। କହିଲେ ହେ ରାଜା ହୁଏତ ତୁମ ଶରୀର ଟିକେ କଦାକାର କୁତ୍ସିତ ବିବର୍ଣ୍ଣ ହେଇଯାଇପାରେ ତୁମେ କେବେ ମୃତ୍ୟୁବରଣ କରିବନି। କହିଲେ ରାଜା ଏତେ କଷ୍ଟ ତ କଲନି ଆଉ ଟିକେ କଷ୍ଟ କରିପାରିବ। ଦେଖୁଛ ସେ ଯୋଉ ବୃକ୍ଷଟି ସେ ବୃକ୍ଷ ପାଖକୁ ରାଜା ଟିକେ ଆଣ୍ଠେଇ ଆଣ୍ଠେଇ ଯାଅ। ସେ ବୃକ୍ଷର କୋରଡ଼ରେ ଗୋଟେ ଯଷ୍ଟି ଅଛି ଗୋଟେ ବାଡ଼ି ଅଛି। ସେ ଯଷ୍ଟିଟାକୁ ଆଣ। ଏ ଯଷ୍ଟିଟା ସନକ ଋଷି ଦେଇଥିଲେ ଅନନ୍ତ ନାଗକୁ। ଅନନ୍ତ ନାଗ ଦେଇଥିଲେ ମତେ। ଅନନ୍ତ ନାଗ ଜାଣିଥିଲେ ତୁମ ଜୀବନରେ ଏମିତି ଦୁର୍ଦିନ ଆସିବ ବୋଲି ତେଣୁ ମତେ ଦେଇ କହି ଯାଇଥିଲେ ତୁମେ ରାଜା ନଳଙ୍କୁ ଏ ଯଷ୍ଟିଟାକୁ ଦବ। ରାଜା ମନେ ରଖ ଯେତେବେଳେ ତୁମେ ଅନୁଭବ କରିବ ତୁମର ଦୁଃଖର ଦିନ ଚାଲିଗଲା ସୁଖର ଦିନ ଆସିଲା ଆଉ ତୁମ ମସ୍ତକରୁ କଳି ଚାଲି ଯାଇଛି ବୋଲି ସେଇଦିନ ଯଷ୍ଟିଟାକୁ ଭାଙ୍ଗିଦବ। ସେଇ ଯଷ୍ଟି ଭିତରୁ ଗୋଟେ ବସ୍ତ୍ର ବାହାରିବ। ସେଇ ବସ୍ତ୍ରକୁ ପିନ୍ଧିଦବା କ୍ଷଣି ପୂର୍ବ ଶରୀରକୁ ତୁମେ ପ୍ରାପ୍ତ କରିପାରିବ। ଯାଅ ରାଜା ସେ ଯଷ୍ଟିଟାକୁ ଟିକେ ନେଇ ଆସ। ଆଜ୍ଞା ରାଜା ସେଇଆ କଲେ। ଅତି କଷ୍ଟରେ ଆଣ୍ଠେଇ 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 ପହଞ୍ଚିଗଲେ ସେଇ ବୃକ୍ଷ କୋଟର ପାଖରେ ପହଞ୍ଚିଗଲେ ସେଇ ଯଷ୍ଟିଟାକୁ ଆଣି ଯଷ୍ଟିଟାକୁ ବା ବାଡ଼ିଟାକୁ ଆଶ୍ରୟ କରି ଧୀରେ ଧୀରେ ଚାଲିଛନ୍ତି ରାଜା। କୋଉଠି ପହଞ୍ଚିଲେ ଆଜ୍ଞା? ଋତୁପର୍ଣ୍ଣ ରାଜ୍ୟରେ ରାଜା ସମ୍ବରଙ୍କର ଘୋଡ଼ା ଶାଳରେ ଘୋଡ଼ା ରକ୍ଷକ ଭାବରେ ଘୋଡ଼ା ମାନଙ୍କର ଦାୟିତ୍ୱ ବହନ ଘୋଡ଼ା ପାଇଁ ଘାସ କାଟିଲେ ଘୋଡ଼ା ମାନଙ୍କର ଯତ୍ନ ନେଲେ ଘୋଡ଼ା ଶାଳରେ ଶୋଇଲେ ଘୋଡ଼ା ମାନଙ୍କର ଖବର ଭଲ ମନ୍ଦ ବୁଝିଲେ। ଆଜ୍ଞା ତେଣେ କଣ ହେଇଛି? ତେଣେ ଆଜ୍ଞା କଣ ହେଇଛି? ତେଣେ ଆଜ୍ଞା ଦମୟନ୍ତୀ ମଉସା ଶୋଇଛି। ସେଇ ଯୋଉ ଗଛର ମୂଳରେ ଶୋଇଥିଲା ଦମୟନ୍ତୀ ସେଇ ଗଛର କୋଟରରେ ଥିଲା ଗୋଟେ ଅଜଗର ସର୍ପ। କଲା କୋଟର ସନ୍ଧି ରାତ ହିଁ ଅଜଗର ଏକ ଥିଲା ଲୁଗାଇ ଜାଣିଲା ନାହିଁ ଆଜ୍ଞା ଶୋଇଥିବା ଅବସ୍ଥାରେ ଅଜଗର ସର୍ପଟି ଦମୟନ୍ତୀର ଦୁଇ ଗୋଡ଼କୁ ଆଜ୍ଞା ଭିଡ଼ି ଦେଇ ସାରିଲା। ଗୁଡ଼େଇ ହେଇ ପଡ଼ିଲାଣି। ଆଜ୍ଞା ସର୍ପଟି ଗୁଡ଼େଇ ହବା ଫଳରେ ଦମୟନ୍ତୀର ନିଦ ଭାଙ୍ଗିଗଲା। ଚାହିଁଦେଲା ପାଦରେ ଆଜ୍ଞା ସର୍ପ ଡାକିଲା କଲା ସ୍ୱାମୀ ସ୍ୱାମୀ ଚାହିଁଦେଲା ଆଜ୍ଞା ମାଲ ସ୍ୱାମୀ ନାହାନ୍ତି। ଯୋଉ ବସ୍ତ୍ରଟା ପିନ୍ଧିଥିଲା ସେ ବସ୍ତ୍ରଟି ମଝିରୁ କଟା ହେଇଛି। ଦମୟନ୍ତୀ ଡାକିଲା କହିଲା ସ୍ୱାମୀ କେତେ ବୁଝଉଥିଲୁ ଚାଲି ଯା ବାପାଙ୍କ ଘରକୁ ଚାଲି ଯା କେତେ ବୁଝାଇଛ ତୁମ କଥା ନ ମାନିଲି ବୋଲି ମତେ ଶେଷରେ ଜଙ୍ଗଲରେ ଏକାକି ଛାଡ଼ି ଚାଲିଗଲ ସ୍ୱାମୀ। ଏ ବସ୍ତ୍ର ହେଇଯିବି ନା ଚାଲିଗଲ ସ୍ୱାମୀ ମତେ ସବୁ ଖାଇଯିବ କିଏ ରକ୍ଷା କରିବ ମତେ? ଏତେ ନିଷ୍ଠୁର ଏତେ ନିର୍ଦ୍ଦୟ କେମିତି ହେଲ ସ୍ୱାମୀ? କହିଲେ ପ୍ରଭୁ ଶେଷରେ ସୁଧାର୍ଯ୍ୟ ଗଲେ ରାଜସିଂହାସନ ଗଲା ରାଜବାଟୀ ଗଲେ ଶେଷରେ ମୋ ସ୍ୱାମୀ ବି ମୋ ସହିତ ରହିଲେନି। କହିଲେ
କରିବି କଣ ଯିବି କୁଆଡେ କିଏ ମତେ ସର୍ପ କବଳରୁ ରକ୍ଷା କରିବ ଆଜ୍ଞା ଦମୟନ୍ତୀ ସର୍ପ କବଳରେ ପଡି ଚିତ୍କାର କରି କାନ୍ଦୁଥିଲା ବେଳେ ମାଲ କିରାତ ବୋଇଲେ ଶବର କାନରେ ବାଜିଗଲା କାନ୍ଦଣା ସଙ୍ଗେ ସଙ୍ଗେ ସ୍ୱରାଘାତ କରି ସର୍ପକୁ ଦୁଇ ଗୋଡ଼ କରିଦେଇଛନ୍ତି କିରାତ ସର୍ପ କବଳରୁ ରକ୍ଷା ପାଇବା ପରେ ଆଜ୍ଞା ଦମୟନ୍ତୀ ହାତ ଯୋଡ଼ି ଦେଲା ତୁମ୍ଭେ ମୋ ଜୀବନ ଦାତା ପୃଥିବୀ ଧାନରେ পিতা কে বীর তুমি মো জীবন রক্ষা করেছ তুমি মতো জীবন দান দিয়েছ হুয়ে তো তুমি মোর বাপা হই পার ভাই হই পার কিন্তু মাল সেদিন কিরাত দেখ চাহিদেলা আজ্ঞা দময়ন্তীর যে রূপ বস্ত্রটা আজ্ঞা অধা বস্ত্র পরিধান করেছি আপনার দময়ন্তী দময়ন্তী উপরে কিরাতর খারাপ দৃষ্টি রহিলা সংসারের আজ্ঞা মৌসা 4 জন অন্ধ সে 4 অন্ধ কিয়ে জনে কামান্ধ জনে মদান্ধ জনে ধনান্ধ জনে হেলা ক্ষমতার অন্ধ মত পি দেলা পরে গোটে মଣିষ ভাল কোণ মন্দ কোণ বুঝি পারে না সৌছি মদান্ধ কামান্ধ কামর বশবর্তী হয়ে গেলে গোটে পুরুষ কিছু জাঁপারে নি আজ্ঞা না যোটা কি আপন মানে জানিছেন কিছু দিন তলর ঘটনা খালি মোবাইল খেলু খেলু পেপর খেলু খেলু টিভি খোলু খোলু যে কথাটা আজ্ঞা কলিকতার ঘটনা মু কহিবাকু ভাল মনে করুনি যে ঘটনা আপন মানে শুনিছেন কোন পাই হেলা কামর বশবর্তী এই মনুষ্য কেতে তলকু যাইপারে ক্ষমতার অন্ধ মৌসা আপনার গাঁর কৌশি পুয় উচ্চ পদবীরে থিবে মনে করতু ব্লকর অছন্তি নলে পুলিশরে অছন্তি যেকୌଣସି নলে মেডিকাল অছন্তি আপনার কাম পড়ছে যদি সেটি পৌঁছলে না সে আপনার কিছু দূর চাহিদব সত যেমন আপনার চিহ্নিনি আপনার দেখিনি ন দেখিলা পরে ব্যবহার করবনি ক্ষমতার অন্ধ আউছি ধনান্ধ আধিকা সময় মূষা যা পাখে ধন অছি না তল স্তর লোক নিম্ন স্তরে দেখতে আগে বেশি কথা কহিবা সময় বি নাই কাইকি কথা কছে কামর বশবর্তী আজ কিরাত যেতবে দময়ন্তী উপরে খারাপ দৃষ্টিপাত করেছি দময়ন্তী আর ইঙ্গিতটা জানি পারিলে হাত যোড়ি দেলা কলা হে বীরশ্রেষ্ঠ জীবন রক্ষা করেছে মোর বাপা হইপারে ভাই হইপারে এভাবে মনোবৃত্তি মো প্রতি আননি গোটে অস্থায়ী নারী সবু জীবନରେ হারি সারিছি দয়াকরি মতো যাওয়া দিও ভଲରେ କହୁଛି ମୋ ବାଟ ଛାଡ଼ି ଦିଅ ମୋ ସ୍ୱାମୀଙ୍କ ବ୍ୟତିରେକ ଜୀବନରେ ମୁଁ କାହାରିକି କେବେ ଭାବିନି ଯଦି ମୁଁ ସତୀ ସୁଦ୍ଧା ପତିବତା ନାରୀ ହେଇଥାଏ ସାବଧାନ କରି ଦଉଛି କିରାତ ଦୂରେଇ ରୁହ ମୋଠୁ ଦୂରେଇ ରୁହ କିନ୍ତୁ ଆଜ୍ଞା ନିଜର କାମନାକୁ ଚରିତାର୍ଥ କରିବା ପାଇଁ ଯେତେବେଳେ ପ୍ରୟାସ କରିଛି କିରାତ ମାଲୋ ସତୀ ନାରୀର ପରାକାଷ୍ଠା କେତେ ଗଙ୍ଗାଧର ମେହେର କହିଲେ ସାମାନ୍ୟ ନୁହେଁ ପତେ ସତୀ ନାରୀକୁ ଭୟ କରନ୍ତି ଭଗବାନ କହିଲେ ହେ କିରାତ যদি প্রকৃতর সত্যি নারী মু হইথায় স্বামীক ব্যতিরক জীবনের অন্য কৌশি পুরুষকে মু চাহি নথায় তুমি ভস্ম হয়ে যাও তুমি ভস্ম হয়ে যাও তুমি ভস্ম হয়ে যাও আজ্ঞা দময়ন্তী চাহিছে কিরাতটা জলি যাଉଛି দময়ন্তী চিন্তা কলা ଯିବି କୁଆଡ଼େ এভଳି অবস্থায় বাপাঙ্ক ঘরକୁ যাইপারিবে ଆଉ ସ୍ୱାମୀ যদি তুমি ভাবি থাও উৎসাহ করি মতো জঙ্গলের ছেড়ে চালিগলা বলে মো বাপাঙ্ক ঘরକୁ ফেরি যাবি এটা ভুল জীবন পচে হারি দেবি এমিতি অবস্থায় মো বাপাঙ্ক ঘরକୁ যাই মু তুম নারে কলঙ্ক হই পারিবি না না আপন মানকর পল্লী কবি নন্দকিশোর বড় গোটে সুন্দর কথা কহিলে মো কলে মনিষ যেতবেলে আজ্ঞা সর্বস্ব চালিগলা বলে ভাবি দে কোণ করে আজ্ঞা কলে
କଲେ ନିରାଶ ପ୍ରପୀଡ଼ିତ ଧୁରାସ ଏ ଆତ୍ମଘାତୀ ହେବାକୁ ଭଳାରେ ମନରେ ଭଳାରେ ଆମେ ଯେତେବେଳେ ସବୁ କଥାର ହାର ମାନି ଯାଉନା ଜୀବନର ଦୁଃଖ ଗୁଡ଼ିକ ମାଡ଼ି ଆସିତେ ଆମେ ଭାବୁ ଆମ ଜୀବନର ମୂଲ୍ୟ କିଛି ନାହିଁ ଆମେ ଭାବୁ ଏ ଜୀବନଟାକୁ ଆମେ ହାରିଦେବା ଆତ୍ମହତ୍ୟା କରିଦେବା ନନ୍ଦକିଶୋର ବଳ କହିଲେ ନା 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 କହିଲା ତଥାପି ରେ ମାନବ ବିଚାର ବିଚାର ମାନବ ମାନେ ତୁମେ ଜୀବ ଶ୍ରେଷ୍ଠ ତୁମେ ହଉଛ ପ୍ରତ୍ୟେକ ଜୀବ ମଧ୍ୟରେ ଶ୍ରେଷ୍ଠ ଜୀବ ମଣିଷ ମରିବା ପାଇଁ ଏ ପୃଥିବୀକି ଆସିଛି ସତ ଜନ୍ମ ଅଛି ମାନେ ମୃତ୍ୟୁ ଅଛି ତା ମାନେ ନୁହଁ ଆମର ଦୁଃଖ ପଡ଼ିଲା ଆମେ ସହିପାରିବେନି ଆତ୍ମହତ୍ୟା କରିବା ଏଟା ହଉଛି ଗୋଟେ ମଣିଷ ଯଦି ଏ କର୍ମ କରିଦେଲେ ତାକୁ କା ପୁରୁଷ ବୋଲି କୁହାଯିବ ଜୀବନର ସେ ଭୁଲ କରିବାନି ଆଜ୍ଞା ଦମୟନ୍ତୀ କହିଲା ନା ଆତ୍ମହତ୍ୟା କରିବିନି ଯଦି ଆତ୍ମହତ୍ୟା କରି ମତେ ସମସ୍ତେ କଳଙ୍କିନୀ ବୋଲି କହିବେ ଆହୁରି ମୋ ସ୍ୱାମୀଙ୍କ ନାଁରେ ନିନ୍ଦା ନଗରା ବାଜିବ ଆଜ୍ଞା କିଛି ବାଟ ଯିବା ପରେ ନଦୀଟିଏ ପଡ଼ିଛି ନଦୀ କୂଳରେ ଦମୟନ୍ତୀ ବସିଛି ଏ ମା ନଦୀ କୂଳରେ ବସିଥିଲା ବେଳେ ପ୍ରଭାତ କାଳୀନ ହେଇ ଆସୁଛି ସୁବାହୁ ଦେଶର ରାଜମାତା ନିଜର ଝିଅ ଆଜ୍ଞା ନନ୍ଦିନୀକୁ ସାଥିରେ ଧରି ସେଇ ନଦୀ ଭିତରେ ମୋ ସେ ଜଳ କ୍ରୀଡ଼ା କରୁଛନ୍ତି ଲକ୍ଷ୍ୟ ପଡ଼ିଗଲା କିଛି ଦୂର ଜଣେ ନାରୀ ହେ ଜଙ୍ଗଲ ଭିତରେ ଏକାକୀ ଭାରି ଏମିତି ଅବସ୍ଥାରେ ଗୋଟେ ନାରୀଟି କ'ଣ ବସିଛି ନାରୀର ଦୁଃଖ ନାରୀର ମନ କଥା ମା କେବଳ ନାରୀଟିଏ ବୁଝିପାରେ ଆଉ ବିଶେଷ କରି ମାଟିଏ ହିଁ ବୁଝିପାରେ ତାଙ୍କ ମନରେ ମାତୃତ୍ୱ ଭାବନା ସୃଷ୍ଟି ହେଲା ପାଖକୁ ଗଲେ ପଚାରିଲେ କହିଲେ ମା କିଏ ତୁ ଚମକିଲା ଦମୟନ୍ତୀ କହିଲେ ମା ଆପଣ କିଏ ଆଜ୍ଞା ସୁବାହୁ ଦେଶ ରାଜମାତା ପଚାରିଲେ କହିଲେ କାହିଁକି ଦୁଃଖ ଦୁଃଖିନୀ ମା ଗୋଟା ଖିଅ ସୁବାହୁ ଦେଶର ରାଜମାତା ଯେତେବେଳେ ପଚାରି ଦେଲେ କହିଲେ ମାଲୁ ତୁମେ କିଏ ଏମିତି ଅବସ୍ଥାରେ ଏଠି ବସିଛ କାହିଁକି କଣ ମା ତୋର ଦୁଃଖ ଆରେ ତତେ ଦେଖିଲା ପରେ ସମ୍ରାଟ ପରିବାର ବହୁଟେ ଭଳି ଲାଗୁଛୁ କହ ହାତ ଯୋଡ଼ି ଦେଲା ଦମୟନ୍ତୀ କହିଲେ ମା ମୁଁ କିଏ କୋଉଠୁ ଆସିଛି କହିପାରିବିନି ମା କହିପାରିବିନି ମୁଁ କିଏ କଣ ପାଇଁ ଏଠି ବସିଛି कहले एतिके जानी था मा दुर्भाग्य कलरे कुटा कियो परिभाषुची हुए तो बुड़ी जाई पारे मा आ मा निजर परिचय किछि देई परिबना किछि मते पचारनी रानी राजमाता कहले अरे मा मोर किछि जानिबा आवश्यक नाही अरे जंगल भितरे एकाकी झियोटे जदि एमिति बोलिबु ना तो जीवन प्रति विपद अछि मा गोटे काम करे मो सहित चल मोरा जो आस को जीवु दमयंती कहला मा जीबी जीबी जे गोटे शर्त कहले व्रत अछि मोर एक पूर्ण होइबा जाबे पूर्ण बिकाकिनी का होई रहिबी कहले मा मु गोटे वर्तमान व्रतरे व्रती अछि मु गोटे पतिव्रता नारी मो पतिव्रता धर्म को पालन करूछि जदि जीवी आपण मते कथा दियंतु मा कोन मा मु कार ओइंठा बासन छुईबिनी का ओइंठा मु खाइबिनी का पिंधिबा वस्त्र धोइबिनी का पल्लटा वस्त्र पिंधिबिनी कोनोसी पुरुष सहित मु कथा वार्ता करिबिनी जदि कोनोसी पुरुष मो प्रति खराब दृष्टिपात कला
ଆପଣ ତ ରାଜମାତା ନା, ଆପଣ ତାଙ୍କୁ ଦଣ୍ଡ ଦେବେ। ଯଦି ମୋ କଥା ରହିବ ମା ତାହେଲେ ମୁଁ ଯିବି, ନହେଲେ ମା ଯିବିନି। ପଦ ପାଖରୁ ମୁଣ୍ଡ ଯାଏ ଚାହିଁଦେଲା ସେଦିନ ସୁବାହୁ ଦେଶର ରାଜମାତା କହିଲା, କିଏ ତୁ? ଏଭଳି ବାକ୍ୟ, ଏଭଳି ନିଷ୍ଠା ସାଧାରଣ ନାରୀ ମଉସା କରିପାରିବ ନା। କହିଲେ ଗୋଟେ ଆର୍ଯ୍ୟାବତର ନାରୀ, ସମ୍ଭ୍ରାତ ପରିବାରର ବହୁ ସମ୍ଭ୍ରାତ ଘରର ଝିଅ ଭଳି ଲାଗୁଛୁ। ଚାଲ ମା, ତୋ ପରିଚୟ ମୋର ଆବଶ୍ୟକ ନାହିଁ, ଯାହା କହିଲୁ ତୋ କଥା ରହିବ। ଏ ମା ଦେଖ, ସେଦିନ ରାଜମାତା ନେଇ ଚାଲିଗଲେ ଆଜ୍ଞା ନିଜ ରାଜ୍ୟକୁ, ସୁବାହୁ ରାଜ୍ୟକୁ। ସୁବାହୁ ରାଜ୍ୟରେ ରହିଲେ ଦମୟନ୍ତୀ, ନଳ ରହିଲେ ଋତୁପର୍ଣ୍ଣଙ୍କ ରାଜ୍ୟରେ। ଦେଖନ୍ତୁ, ରାଜା ବିଦର୍ଭର ରାଜା ଭୀମସେନ ଝିଅ ଜ୍ୱାଇଁଙ୍କର ଏଇ ଯୋଉ ଖବରଟି ପାଇବା ପରେ ମନଟା ବିଚଳିତ ହେଉଥିଲା। ବାପର ମନ କାନ୍ଦିବାକୁ ଲାଗିଲା। ଦୂତ ମାନଙ୍କୁ ପ୍ରତ୍ୟେକ ଦିଗକୁ ପଠେଇ ଦେଲେ, କହିଲେ ଯାଅ, ଯିଏ ମୋ ଝିଅ ଜ୍ୱାଇଁଙ୍କର ସମ୍ବାଦ ଆଣି ମତେ ଦବ ମୁଁ ତାକୁ ପୁରସ୍କାର ଦେବି। ଆଉ ଯେ ମୋ ଝିଅ ଜ୍ୱାଇଁଙ୍କର ସେ ନୈଷଧ କଟକକୁ ଯିବା ଆବଶ୍ୟକ ନାହିଁ, ମୋରି ପାଖରେ ସେମାନେ ରହିବେ। ଆଜ୍ଞା ସେଇ ରାଜ୍ୟରେ ଥିଲେ ଜଣେ ସୁଦେବ ନାମରେ ବ୍ରାହ୍ମଣ। ସୁଦେବ ନାମେ ବ୍ରାହ୍ମଣ ଚତୁର, ସୁଦେବ ନାମେ ବ୍ରାହ୍ମଣ ଚତୁର, ଆଜ୍ଞା ଦେଖନ୍ତୁ, ସୁଦେବ ନାମର ଯୋଉ ବ୍ରାହ୍ମଣ ରାଜାଙ୍କ ଠାରୁ ଅନୁମତି ନେଇ ରାଜ୍ୟ ରାଜ୍ୟ ବୁଲିଲା ଭିତରେ ଶେଷରେ ପହଞ୍ଚିଗଲା ମା କୋଉଠି ନା ସୁବାହୁ ଦେଶ ରାଜ୍ୟରେ। ଚାହିଁଦେଲା ଅଟ୍ଟାଳିକା ଉପରେ ସଖୀ ମାନଙ୍କ ଗହଣରେ ଅଛନ୍ତି ରାଜଜେମା ନନ୍ଦିନୀ, ଏମାନେ ସମସ୍ତେ ଆନନ୍ଦ ଉଲ୍ଲାସରେ ଖେଳୁଥିଲା ବେଳେ କିଛି ଦୂରରେ ଜଣେ ନାରୀଟିଏ ବସିଛି, ମନ ଦୁଃଖରେ ବସିଛି। ଚାହିଁଦେଲେ କିଏ? କିଛି ସମୟ ପରେ ଚିହ୍ନି ପାରିଲେ, କାହିଁକି ନା ଛୋଟ ବେଳୁ ଦମୟନ୍ତୀ କି ଦେଖିଛନ୍ତି ନା। କହିଲେ ତ ଦମୟନ୍ତୀ, କହିଲେ ତ ଦମୟନ୍ତୀ। ଆଜ୍ଞା ନୈତିକତା ନାହିଁ ମା, ପାଖକୁ ଯାଇ ପଚାରି ପାରୁନାହାନ୍ତି। ଆଜ୍ଞା ଯାଇ ପହଞ୍ଚି ଗଲେ ସୁବାହୁ ଦେଶର ରାଜମାତାଙ୍କ ନିକଟରେ। ରାଣୀମା, ରାଣୀମା, କଣ ହେଲା ବ୍ରାହ୍ମଣଙ୍କ ସାଙ୍ଗେ? ଆଜ୍ଞା ପ୍ରଣାମ। ସର୍ବାରିଷ୍ଟ ଖଣ୍ଡନ ହଉ। ଆଜ୍ଞା କୁଆଡେ ଆସିଲେ? ମା ସବୁ ଭଲ ତ? ହଁ ହଁ ସବୁ ଭଲ। ଆଜ୍ଞା ଏ ମା ଗୋଟେ କଥା ପଚାରିବାକୁ ମୁଁ ଆସିଲି। କଣ କହୁନାହାନ୍ତି? ମୁଁ ବାଟରେ ଆସୁଥିଲା ବେଳେ କିଛି ସଖୀ ସହଚରୀ ମାନେ ନାଚକୁଦ କରୁଥିଲା ବେଳେ ଗୋଟେ ଅନନ୍ୟା ସୁନ୍ଦର ରାଜକୁମାରୀ, ସେ ଝିଅ କାହାର ମା? ସେ ଝିଅ ପରା ମୋ ଝିଅ। ସତ କହ ମା, ସେ ଝିଅ କାହାର? ସେ ଝିଅ ମୋର। ନା ମା, କାହିଁକି? ସେ ଝିଅ ତମର ନୁହଁ। କାହିଁକି ଆପଣ ଏମିତି ଭାବୁଛନ୍ତି? ସିଏ ହଉଛି ବିଦର୍ଭ ଦେଶର ଭୀମସେନଙ୍କ ଝିଅ, ନଳଙ୍କ ସ୍ତ୍ରୀ ଦମୟନ୍ତୀ। କଣ କହିଲେ ମା? ଦମୟନ୍ତୀ। ଯଦି ମୋ କଥା ବିଶ୍ୱାସ ହଉନି ତାହେଲେ ମୁଁ ଗୋଟେ କଥା କହୁଛି, ପରୀକ୍ଷା କରି ଦେଖ। ଆଜ୍ଞା ଦେଖନ୍ତୁ, ବ୍ରାହ୍ମଣ ଜଣକ କହିଲେ ରାଜମାତା ଯଦି ମୋ କଥା ପରେ ବିଶ୍ୱାସ ହଉନି, ଗୋଟେ ପରୀକ୍ଷା କର। ପରୀକ୍ଷା କରି ଦେଖ। କଣ? ଛୋଟ ବେଳୁ ମୁଁ ଦମୟନ୍ତୀ କି ଦେଖିଛି। ଦମୟନ୍ତୀର ଯୋଉ ଭୁଲତା ମଝିରେ ଗୋଟେ ତିଳ ଚିହ୍ନ ଅଛି, ସେଟା ସ୍ପଷ୍ଟ ଦେଖାଯାଏନି। ତାକୁ ଯଦି ଖାଲି ରଗଡି ଦବ ସେ ସ୍ପଷ୍ଟ ଭାବରେ ଦେଖାଯିବ। ଗୋଟେ କାମ କରନ୍ତୁ, ସେଇଆ କରନ୍ତୁ।
ମୁଁ ସତ କହୁଛି ମିଛ କହୁଛି କି ଆପଣ ଜାଣିପାରିବେ? ହଁ ପରୀକ୍ଷା କରି ଆଜ୍ଞା ଦେଖ ଇଏ ତ ଜାଣିବାକୁ ଚାହୁଁଥିଲା ପ୍ରକୃତରେ କନ୍ୟାଟି କିଏ? ଇଏ ହେଲେ ଆଜ୍ଞା ବ୍ରାହ୍ମଣଙ୍କ ସେ ଆପଣ କିଛି ସମୟ ଟିକେ ଅପେକ୍ଷା ହଁ ମୁଁ ଏଇଠି ଅପେକ୍ଷା କରି ଚାହା ଫା ପିଉନି, ତମେ ଦେଖ ପରୀକ୍ଷା କର। ଇଏ କଲେ କଣ? ପହଞ୍ଚି ଗଲେ ଦମୟନ୍ତୀ ପାଖରେ ଡାକିଲେ କହିଲେ ମାଲୁ ଏ ମା ଆରେ ସବୁବେଳେ ମନ ଦୁଃଖରେ ବସିଲେ ହବ ନା ଏ ମା କହିଲେ କୌଶଳ କନ୍ୟାକୁ ଅଟାରେ ଆଣି ଆପଣ ବକ୍ଷାର କ୍ଷୀରା ଜୋରାଣି ଅଗାରାଇ ଦେଉ ହୁରୁ ପଲ୍ଲବ ଚଳିଲା ଆଜ୍ଞା ରାଣୀମା ପରୀକ୍ଷା କଲେ କୌଶଳର ସହିତ ଦମୟନ୍ତୀକି କୋଳକୁ ନେଇ ଆସି ଭୁଲତାକୁ ମଶା ରଗଡ଼ି ଦିଅନ୍ତି, ଦେଖିଲେ ସ୍ପଷ୍ଟ ଭାବରେ ତିଳ ଚିହ୍ନ। ଚମକିଲେ ଦମୟନ୍ତୀ ନିଜର ପରିଚୟ କାହା ପାଖରେ ଲୁଚେଇଛୁ? ଆରେ ମା ମୁଁ ପରା ହଉଛି ତ ମାର ଭଉଣୀ ମାଉସୀ ମା, ମୋ ପାଖରେ ନିଜର ପରିଚୟ ଲୁଚେଇଲୁ। ହେଲେ ବ୍ରାହ୍ମଣ ଗୋସାଇଁ ବଡ ଉପକାର କଲେ। ମା ଯାଆନ୍ତୁ ଏଥର ଜାଣିପାରିଲ ବିଦର୍ଭ ଦେଶରେ ଟିକେ ଖବର ଦେଇଦେବେ ହଁ ଦମୟନ୍ତୀ ମୋ ପାଖରେ ଅଛି। ହଉ ହେଲା ମା ମୁଁ ଆସୁଛି ମା, ମୁଁ ଏଥର ଆସୁଛି ଆଜ୍ଞା ଆସୁଛି। ଦେଖନ୍ତୁ ବ୍ରାହ୍ମଣ ଯାଇ ଖବର କହିଦେଲେ, ଭୀମସେନ ଆଉ କାଳ ବିଳମ୍ବ ନ କରି ରଥ ଆଣି ଝିଅଟିକୁ ନେଇ ଚାଲିଗଲେ। ଯେତେବେଳେ ନିଜ ରାଜ୍ୟରେ ପହଞ୍ଚି ଗଲେ ଦମୟନ୍ତୀ ଓଷା କ୍ଷୀର ଖିଆ ଛୋଟ ଛୋଟ ଛୁଆ ଦିଟାକୁ ଛାଡ଼ି ଦେଇଥିଲା ଦାସୀମାନଙ୍କ ହାତରେ। ମାତୃତ୍ୱ ମନଟାକୁ ମାରି ଦମୟନ୍ତୀ ସେଦିନ ଛୋଟ ଛୋଟ ଛୁଆକୁ ପଠେଇ ଦେଇଥିଲା ଆଜ୍ଞା ବାପାଙ୍କ ଘରକୁ। ଧୀରେ ଧୀରେ ବଡ ହେଇଗଲେ। ମାଙ୍କର ଆସିବା ଖବର ଶୁଣି ଦୌଡ଼ି ଆସିଲେ ଛୋଟ ଛୋଟ ଛୁଆ ଦିଟା ମାର ବେକରେ ଆଜ୍ଞା ଓହଳି ପଡିଲେ। ଆପଣ ମାନଙ୍କର ମାଧବା ଚନ୍ଦ୍ର ମିଶ୍ର ଆଜ୍ଞା ଯାହାଙ୍କର ଘର ହଉଛି ଯାଜପୁର ଜିଲ୍ଲାର ପାଣି କୋଇଲି କୁଆଖିଆ ମଧୁବନ ନିକଟରେ, କହିଲେ ଶିଶୁ